ଏମିତି ହଠାତ୍ ନିଆଁ ଲାଗିଲା, କିଛି ବି ବୁଝା ପଡ଼ିଲାନି। ତ ବହୁତ କଷ୍ଟରେ ଘରଟା ବାପା ବନେଇଥିଲେ, ତ ଏବେ ଯାଇକି ବାହାରେ ରହିବାକୁ ପଡ଼ୁଛି। ଘର ଭିତରେ ସୁନା ଗହଣା ଥିଲା, ପଇସା କିଛି ବାହାଘର ପାଇଁ ସୁନା ଗହଣା କିଛି କିଣିଥିଲେ ବାପା, ଆଉ ଘର ପାଇଁ କିଛି ପଇସା ଥିଲା। ଧାନ କିଛି ବି ନାହିଁ, ସବୁ ଜଳିଗଲା। ଧାନ ଚାଉଳ ସବୁ କିଛି ଜଳିଯାଇଛି। କେହି ବି ଘରେ ନଥିଲେ, ସମସ୍ତେ ବାହାରେ ଥିଲେ। ତ ହଠାତ୍ ଲାଗିଗଲା, ତ କେହି ବି ଜାଣିପାରିଲେନି କିଛି। ତ ଯେତେବେଳେ ଲିଭିବାକୁ ଗଲା, ଚେଷ୍ଟା କଲା ବେଳକୁ କିଛି ବି ନଥିଲା, ସବୁ ଜଳିଗଲା। ଗାଁ ଲୋକ ଆସିକି ବହୁତ ସାହାଯ୍ୟ କଲେ, ତଥାପି କିଛି ପିନ୍ଧିବା ପାଇଁ ବି ଖଣ୍ଡେ ଘରେ କିଛି ନାହିଁ। ନାଇଁ, କାଲି ରାତିରେ ଆମେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଆମ ଟିମ୍ ଯାଇଥିଲା। ତେଣୁ MI ଟିମ୍କୁ ମୁଁ ପଠେଇଥିଲି, ସେ ତାର ରେସନ୍ସ ଆଣ୍ଡ ଆଡଭାନ୍ସ ଯେତେ ସବୁ ଅଛି ଗ୍ରୋସରିଜ୍ ତାକୁ ଦେଇକି ଆସିଛି। ତା ସାଙ୍ଗରେ ଆମ RIଙ୍କୁ ବି ପଠା ହେଇଥିଲା, ସେ ଇନକ୍ୱାରି ରିପୋର୍ଟ ଦେଇଛନ୍ତି। ଇନିସିଆଲ ଯେତିକି ଅଛି ସେଟା ମଧ୍ୟ ପେମେଣ୍ଟ ହେଇଯିବ। ଆଗକୁ ମଧ୍ୟ SRC ଅଫିସରୁ ଯଦି ଫୁଲ୍ ହାଉସ୍ ଡ୍ୟାମେଜର ପଇସା ଆସିଲା ତାକୁ ଦିଆଯିବ। ଆମେ ଆଗକୁ ଯେଉଁ ଘର ବି ଦଉଛେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ, ସେଥିରେ ମଧ୍ୟ ତାକୁ ସର୍ଭେ କରିକି ଆମେ ତାକୁ ଗୋଟେ ଘର ଦେବାର ବ୍ୟବସ୍ଥା କରିବୁ। ତେଣୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ତହସିଲ ବ୍ଲକ ପ୍ରଶାସନ ତରଫରୁ ତାକୁ ଦିଆଯାଇଛି। ହଁ, ତାର ଝିଅର ବାହାଘର ପାଇଁ ମଧ୍ୟ ଯାହା କିଛି ସୁଯୋଗ ସୁବିଧା ଅଛି ସରକାରଙ୍କ ତରଫରୁ, ସେଇଟା ମଧ୍ୟ ଆମେ ରିପୋର୍ଟ ପଠାଇଲା ପରେ ସେ ପାଇଛି।